ପୁରୀ ଜିଲ୍ଲାର ବେଲଦଳଠାରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତିର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ବିଶିଷ୍ଟ ଚାଷୀ ନେତା ତଥା ସଭାପତି ଦାମୋଦର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ଜମି ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଦୀର୍ଘ 8 ମାସ ବିତି ଯାଇଥିଲେ ମଧ୍ୟ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ରାୟକୁ କାର୍ଯ୍ୟକାରୀ କରାଇବା, ଅଧିଗୃହୀତ ମହାପ୍ରଭୁଙ୍କ ଅମୃତ ମଣୋହି ଜମି ଓ ଚାଷୀଙ୍କ ଚାଷ ଜମି ନ ଫେରିବା ଯୋଗୁଁ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସରକାର ବେଖାତିର କରୁଛନ୍ତି ଓ ପୁଣି ବେଦାନ୍ତକୁ ଜମି ଦେବାକୁ ଚକ୍ରାନ୍ତ କରୁଛନ୍ତି ବୋଲି ମତ ପ୍ରକାଶ ପାଇଥିଲା। ଗୋଟିଏ ପଟେ ରାଜ୍ୟ ସରକାର ବେଦାନ୍ତ କମ୍ପାନୀର ସ୍ୱାର୍ଥ ପାଇଁ ପୁରୀବାସୀଙ୍କ ଜୀବନ ଜୀବିକା ନଷ୍ଟ କରୁଥିଲା ବେଳେ କମ୍ପାନୀମାନଙ୍କ ବ୍ୟବସାୟିକ ସ୍ୱାର୍ଥରେ ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ ନାମରେ ମଠ ମନ୍ଦିର ସଂସ୍କୃତିକୁ ଧ୍ୱଂସ କରିବା ପାଇଁ ଚାଲିଥିବା ପ୍ରକ୍ରିୟାକୁ ବିରୋଧ କରାଯାଇଥିଲା ଓ ଏହା ଏକ ରାଜନୈତିକ ଚାଲବାଜି ବୋଲି ମତ ପ୍ରକାଶ ପାଇଥିଲା। ଶ୍ରୀମନ୍ଦିର ପରିକ୍ରମା ରାସ୍ତା ନିର୍ମାଣର ଶୁଭାରମ୍ଭ ପାଇଁ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରିବା ବ୍ୟବସ୍ଥା ସରକାରୀ ଅର୍ଥର ଅପଚୟ ବୋଲି ସମସ୍ତେ ମତ ଦେଇଥିଲେ। ନବୀନ ସରକାରର ସ୍ୱେଚ୍ଛାଚାରୀ ଶାସନ ବେଦାନ୍ତ ପ୍ରୀତି ବିରୁଦ୍ଧରେ ଲଢ଼େଇ ପାଇଁ ନିଷ୍ପତ୍ତି ହୋଇଥିଲା। ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ଅଧିଗୃହୀତ ଜମି ତୁରନ୍ତ ଫେରାଇବା ଦାବିରେ ଜାନୁଆରୀ 17 ତାରିଖରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତି ତରଫରୁ ମୌନ ସତ୍ୟାଗ୍ରହ ବ୍ରତ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ଏଥିପାଇଁ ବେଲଦଳରୁ ଏକ ଶୋଭାଯାତ୍ରା ସକାଳ 8 ଘଣ୍ଟା ସମୟରେ ବାହାରି ଶରଧାବାଲିରେ ପହଞ୍ଚିବ। ସେଠାରେ ସମସ୍ତେ ଧାରଣାରେ ବସିବେ। 2000 ଚାଷୀ, ସାମାଜିକ କର୍ମୀ, ବୁଦ୍ଧିଜୀବୀ ସାମିଲ ହେବେ ବୋଲି ସମିତିର ଆବାହକ ଉମାବଲ୍ଲଭ ରଥ କହିଛନ୍ତି। ଏହି ବୈଠକରେ ନବନିର୍ମାଣ କୃଷକ ସଂଘର ଅକ୍ଷୟ କୁମାର, ସୂଚନା ଅଧିକାରୀ କର୍ମୀ ପ୍ରଦୀପ ପ୍ରଧାନ, ମଧୁସୂଦନ ରାଉତରାୟ, ଦାମୋଦର ମହାପାତ୍ର, କୈଳାସ ଜେନା, ମଙ୍ଗୁ ପ୍ରଧାନ, ଅପର୍ତ୍ତି ପଲେଇ, ଗଙ୍ଗାଧର ପ୍ରଧାନ, ରାଜକିଶୋର ସ୍ୱାଇଁ, ବାବନ ଜେନା, ଲୋକନାଥ ପ୍ରଧାନ, ଅରୁଣ ପ୍ରଧାନ, କୈଳାସ ସ୍ୱାଇଁ, ଦାମୋଦର ନାୟକ, ଜିତେନ୍ଦ୍ର ସାହୁ, ଶିବ ବେହେରା, ହରପ୍ରସାଦ ଜେନା, ପରଶୁରାମ ପ୍ରଧାନ, ଲକ୍ଷ୍ମଣ ପ୍ରଧାନ, ପ୍ରବୀର ପ୍ରଧାନ, ବବି ପ୍ରଧାନ, ବ୍ରଜ ବେହେରା ଉପସ୍ଥିତ ଥିଲେ। ବିଷ୍ଣୁ ପ୍ରସାଦ ମିଶ୍ର ସଭା ପରିଚାଳନା କରିଥିଲେ। ବ୍ୟୁରୋ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।